प्रिय बंधु स्वागत। एमती सबुदिन दीपद दुख सुख हेउथिबारु मु आपण मानकर सानिध्य लाभ करुथिबारु मु प्रसन्न अछि जे वार्धक्य वयस रे आपण माने मते आनंदित करुचंदी मोर समय को ठीक भाव में परिचालित करुचंदी एथिबाई आपण समस्त को धन्यवाद। मु किए मु कुलमणि पंडा आपणकर प्रिय बंधु। मोर जोगाजोग नंबर है 8093355583। आज आम आलोचना करवा धनु राशि दुस्समय क्यों ग्रह धनु राशि को सुख दवा को इच्छा करेनी, क्यों स्थान धनु राशि दुख और शोकर कारण। आसंतु ना दीपद ए विषय शुणा जानिबा और काम लगेबा। जेणु बाधक ग्रह बुध, जेणु बाधक ग्रह है बुध, जेणु बुध सह मिथुन सहित संपर्कित ग्रह मानकर अंतर्दशारे जानिले कौन समस्या है। बंधु समस्या है आउे मूल कहूँ धनु राशि बाधक स्थान मिथुन, बाधक ग्रह बुध, जेणु बाधक ग्रह बुध और बाधक स्थान मिथुन, एणु बुध सहित बा मिथुन रे थिबा तथा ये दुही स्थान और ग्रह सहित संपर्कित समस्त ग्रह मानकर दशा रे आसुथिबा अंतर्दशा शोक और दुखपूर्ण होता है। जेणु बाधक ग्रह बुध, एणु बुध सह और मिथुन सहित संपर्कित ग्रह मानकर अंतर्दशा रे रोग और शोक होता है। मिथुन ठारू केन्द्रस्थ ग्रह मानकर अंतर्दशा रे भी दुख दैन्य देखा देव। यही समय रे देशांतर होई पारे। देशांतर माने अन्य देश आमे आम गाँ माटी छाड़िया को बाध्य हवा एभली एक दुस्समय आसीबो। मिथुन को लग्न नेले कन्या चतुर्थ केंद्र, धनु सप्तम केंद्र और मीन दशम केंद्र अटे। कन्या हूँ चतुर्थ केंद्र, धनु सप्तम केंद्र और मीन दशम केंद्र अटे। तेणु यही स्थान मानकरे थिबा ग्रह मानकर कन्या रे, धनु रे और मीन रे थिबा ग्रह मानकर अंतर्दशा रे दुख शोक भली दुर्दिन आसीबो। मिथुनाधिपति बुध, मिथुनर अधिपति बुध आउ से बृहस्पति सह सर्वदा शत्रुता आचरण करि आसी। बृहस्पति सह बुधर पड़ेनी, सेथिपाई यही कारणरू बुध और ग्रह हिसाब रे बुध और स्थान हिसाब रे मिथुन बाधक अटंती। मिथुन रे थिबा ग्रह माने भी सेमानकर अंतर्दशा रे दुख देवे। बुध सहित संपर्कित ग्रह माने भी सेमानकर अंतर्दशा रे दुख देवे। मिथुन ठारू
ଯେଉଁଗୁଡ଼ିକ କେନ୍ଦ୍ର ଯଥା ଚତୁର୍ଥ କେନ୍ଦ୍ର, ସପ୍ତମ କେନ୍ଦ୍ର। ଚତୁର୍ଥ କେନ୍ଦ୍ର ହେଲା କନ୍ୟା, ସପ୍ତମ କେନ୍ଦ୍ର ହେଲା ଧନୁ, ଦଶମ କେନ୍ଦ୍ର ହେଲା ମୀନ। ଏ ସ୍ଥାନରେ ଥିବା ଗ୍ରହମାନେ ବି ଦୁଃଖ, ପୀଡ଼ା ଓ ଶୋକ ଦେବେ। ବୁଦ୍ଧର ଆଉ ଗୋଟେ ଘର ଅଛି କନ୍ୟା, ସେଠାରେ ବାଧକ ସ୍ଥାନ ସୃଷ୍ଟି ହୁଏନି, କାରଣ ସେ ଗୋଟେ ଏମିତି ସ୍ଥାନ ତାହା ବୁଦ୍ଧର ମୂଳ ତ୍ରିକୋଣ, ସେଠି ମୂଳ ଭାବ ଅଛି, ସେଠାରେ ବୁଦ୍ଧ ଉଚ୍ଚ। ସେ ସ୍ଥାନକୁ ଦେଖନ୍ତି ଶୁକ୍ର, ତାହା ମୁଖ୍ୟ ଗ୍ରହ। ରବି ଓ ଶୁକ୍ରଙ୍କର ମଧ୍ୟବର୍ତ୍ତୀ ସ୍ଥାନ। ସେଥିପାଇଁ ଜ୍ୟୋତିଷମାନେ ଗଣନା କରି, ପରୀକ୍ଷା କରି, ନିରୀକ୍ଷା କରି ଅବଗତ ହେଲେ ଯେ ବୁଦ୍ଧର କନ୍ୟା ଗୃହଟି ବାଧକ ସ୍ଥାନ ନୁହେଁ, ଏହା ବୁଦ୍ଧର ବାଧକ ସ୍ଥାନ ନୁହେଁ, କ୍ଷେତ୍ର ତୁଲ୍ୟ ଅଟେ। ଧନୁରୁ ମିଥୁନ ସପ୍ତମ। ଯଦି ହିସାବ କରିବା ତାହେଲେ ଧନୁ ଘରଠାରୁ ଧନୁ, ମକର, କୁମ୍ଭ, ମୀନ, ମେଷ, ବୃଷ, ମିଥୁନ ପର୍ଯ୍ୟନ୍ତ ଆସିଲେ ସପ୍ତମ ଘର, ମାନେ ସପ୍ତମ ଘର ଅର୍ଥାତ୍ ଦାମ୍ପତ୍ୟ ଗୃହ। ଯଦି ଅନ୍ୟ ଗ୍ରହମାନେ ସହଯୋଗ ନ କରନ୍ତି ତେବେ ଆଖି ଲୁହକୁ ସାକ୍ଷୀ କରି ବଞ୍ଚିବାକୁ ପଡ଼ିଥାଏ। କିଏ ଏମିତି ଦୁଃଖ ପାଇବ? ଏଇ ଯେଉଁ ଦମ୍ପତି ସ୍ୱାମୀ ସ୍ତ୍ରୀ, ଏମାନଙ୍କର ବ୍ୟବହାର ପରସ୍ପରକୁ କଷ୍ଟ ଦେବ। ଯେମିତି ଘରକୁ ଯେଉଁ ସ୍ତ୍ରୀଟି ମୁଁ ଆଣିଲି, ଯେଉଁ ଝିଅଟିକି ଆଣିଲି, ଯିଏ ମୋର ଭାର୍ଯ୍ୟା, ଯିଏ ମୋ ଦୁଃଖ ସୁଖର ସାଥୀ, ସିଏ ହିଁ ମୋର ଶତ୍ରୁ ସାଜିଛି। ତେଣେ ଝିଅ ଭାବୁଥିବ କାହିଁକି ଏ ପଡ଼ା ମୁହଁକୁ ବାହାରିଲି କେଜାଣି, ଟିକେ ଶାନ୍ତି ମିଳୁନି, ସବୁବେଳେ ଗାଳିଗୁଲଜ କରୁଛି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଉଭୟେ ଯଦି ସଂସ୍କାର ପାଇଥିବେ ଆଖି ଲୁହକୁ ସାକ୍ଷୀ କରି କେବଳ ବଞ୍ଚି ରହିବେ। ଅଜାଗା ଘା ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ, କାହାକୁ କହିପାରିବେନି କି ସହିପାରିବେନି। ଯଦି ଜାତକରେ ଚନ୍ଦ୍ର ଲଗ୍ନ, ରବି ଲଗ୍ନ ଓ କୋଷ୍ଠୀ ଲଗ୍ନ ସୁଦୃଢ଼, ଚନ୍ଦ୍ରକୁ ଲଗ୍ନ କୁହାଯାଏ। ଚନ୍ଦ୍ର ଯେଉଁଠି ଅଛନ୍ତି ସେଉଠୁ 1, 2 ଗଣିବାକୁ ପଡ଼ିବ। ରବି ଯେଉଁଠି ଅଛନ୍ତି ସେ ସ୍ଥାନକୁ 1, 2 ଏମିତି ଗଣିବାକୁ ପଡ଼ିବ। ବା ଆମ ଜାତକ ଲଗ୍ନ ଯେଉଁଠି ଲେଖା ହେଇଛି ସେଉଠୁ 1, 2, 3 ଗଣିବାକୁ ପଡ଼ିବ। ଜାତକରେ ଚନ୍ଦ୍ର, ରବି ଆଉ କୋଷ୍ଠୀ ଲଗ୍ନ ଯଦି ସୁଦୃଢ଼, ତାହେଲେ ଏ ଦାମ୍ପତ୍ୟ ଜୀବନରେ ଆସୁଥିବା ଝଡ଼କୁ ଏ 2 ଜଣ ସମ୍ଭାଳି ନେବେ ଆଉ ଉପରେ ଏକ ଖୋଲା ହସ ହସିବେ। ସମ୍ଭାଳି ନେବେ, କେହି ଜାଣିପାରିବେ ନା ସମସ୍ୟା କ'ଣ। ଏହି ମହାବାତ୍ୟାକୁ ସମ୍ଭାଳି ନେବେ। କିଛି ଭିତରି କଥା ଶୁଣନ୍ତୁ। ଧନୁଠାରୁ ମିଥୁନ 7, ମାନେ ସପ୍ତମ ଘର। ସପ୍ତମସ୍ଥ କୌଣସି ଗ୍ରହ ଧନୁକୁ କଲ୍ୟାଣ କରିବେନି। ଯଥା ଗୋଚରରେ ବୃହସ୍ପତି ଏବେ ଅଛନ୍ତି ବୃଷରେ, ତାପରେ ସେ ଯେ ମିଥୁନକୁ, ଗୋଚରରେ ବୃହସ୍ପତି ବୃଷରୁ ମିଥୁନକୁ ଯିବେ, ମାନେ ଧନୁର ସପ୍ତମ ହେବେ ବୃହସ୍ପତି। ଗୁରୁ ସପ୍ତମ ହେଲେ ରାଶିକୁ ପ୍ରଚୁର ଧନ ଦେଇଥାନ୍ତି। ଯେଣୁ ଗୁରୁଙ୍କର ନିଜ ଘର ଧନୁ, ଏଣୁ କ'ଣ କହିବା, କିଛି କହିହେବନି। ଅର୍ଥାତ୍ ଧନୁ ସପ୍ତମ ଗୁରୁଙ୍କ ଠାରୁ ଯେଉଁ ପ୍ରଚୁର ଧନ ଆଶା କରିଥାଏ ତାହା ଧନୁକୁ ମିଳିବନି। କାରଣ ମିଥୁନ ହେଉଛି ବାଧକ ସ୍ଥାନ। ଯିଏ ଦୁଃଖ ଦେଇ ଜାଣିଛି ସେ କ'ଣ କେବେ ଲୁହ ପୋଛିବା ପାଇଁ ହାତ ବଢ଼ାଇବ? ନାଇଁ। ପୁଣି ରବି ସପ୍ତମ ହେଲେ ଧନ ଦେଇଥାନ୍ତି। ଏବେ ରବି ଆସିଛନ୍ତି କର୍କଟକୁ, ୟା ପୂର୍ବରୁ ମିଥୁନରେ ଥିଲେ। ଏ ଯେଉଁ ମାସଟା ଗଲା ଜୁନ୍ 15ରୁ ଜୁଲାଇ 15, ସେଇ ମାସରେ ଧନୁ ରାଶି ଲୋକମାନେ
ଯେଉଁ ଧନ ସବୁ ପାଇଥିବେ, ଯେଉଁ ଦିଗରୁ ଆସିଥିବ, ଯାହା ଯାହା ତାଙ୍କ କରଗତ ହେଇଥିବ ତାହା କେବଳ ରବିଙ୍କ ପାଖରୁ। କିନ୍ତୁ ଧନୁ ରାଶି ପାଇଁ ସେ ସୁଯୋଗ ଆସିନଥିବ। କାରଣ ମିଥୁନ ରାଶି ବା ବାଧକ ସ୍ଥାନ। ପ୍ରତି ବର୍ଷ ଜୁନ 15ରୁ ଜୁଲାଇ 15 ଯାଏ ରବି ମିଥୁନରେ ରହିବେ। ଧନୁଠାରୁ ସପ୍ତମ ହେବେ। ଗୁରୁ ଓ ରବିଙ୍କର ଅନୁଗ୍ରହରୁ ଧନୁ ବଞ୍ଚିତ ହେବ। ଶୁକ୍ର ଗୁରୁଙ୍କର ଖୋଲା ଶତ୍ରୁ, ଫେସ୍ ଟୁ ଫେସ୍। ଆବେ ଦେଖିବା ତୁ ମୁଥ ମାରୁଛୁ କି ମୁଁ ମୁଥ ମାରୁଛି, ଯଦି ତୋ ମୁଥଟାକୁ ମୁଁ ଭାଙ୍ଗି ନ ଦେବି। ଏମିତି ଖୋଲା ଶତ୍ରୁ ହେଲେ କିଏ? ଅସୁର ଗୁରୁ ଶୁକ୍ର, ଦେବଗୁରୁ ବୃହସ୍ପତିଙ୍କର। କିନ୍ତୁ ଚୁପ୍ ଶୈତାନ କିଏ? ବୁଧ, ଗୁପ୍ତ ଶତ୍ରୁ। ବୁଧ ଗୁପ୍ତ ଶତ୍ରୁ। ସପ୍ତମ ଘରୁ ପତି ପତ୍ନୀ ନିର୍ଣ୍ଣୟ କରାଯାଏ ଶ୍ୱଶୁର ଘର। ଏହି କାରଣରୁ ଧନୁ ରାଶିକୁ ଦାମ୍ପତ୍ୟ ସୁଖ ମିଳିନଥାଏ। ମନ ଲାଖି ବନ୍ଧୁ ଜ୍ୱାଇଁ ବା ବୋହୂ ମିଳିନଥାଏ। ହେଲା, ବୁଝିହେଲା? ତେଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଟିକେ ଜଗି ରଖି ଚଳିବେ। କେଉଁ ସମୟରେ ବୁଧ ମହାଦଶାର ଅନ୍ତର୍ଦଶାରେ ଆଉ ବୁଧ ସହିତ ସମ୍ପର୍କିତ ଗ୍ରହମାନଙ୍କର ଅନ୍ତର୍ଦଶାରେ ଆପଣଙ୍କ ଜାତକରେ ବୁଧ ସାଙ୍ଗରେ କେଉଁ କେଉଁ ଗ୍ରହ ଅଛନ୍ତି, ମିଥୁନରେ କେଉଁ କେଉଁ ଗ୍ରହ ଅଛନ୍ତି, ସେମାନଙ୍କର ଅନ୍ତର୍ଦଶାରେ ଦୁଃଖ ଆସିବ। ପ୍ରତି ମହାଦଶାର ଅନ୍ତର୍ଦଶା ଆସେ ବୁଧ ଆସିବ। ପ୍ରତି ଦଶାରେ ଅନ୍ୟ ଏକ ଗ୍ରହର ଅନ୍ତର୍ଦଶା ଆସିଥାଏ। ତେଣୁ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ, କେତୁ, ଏଇ ଯେଉଁ 9ଟି ଗ୍ରହ ଅଛନ୍ତି, ଏଇ 9 ଗ୍ରହଙ୍କର ମହାଦଶାର ଅନ୍ତର୍ଦଶା ଯେବେ ବୁଧ ପଡ଼ିବ ତେବେ ଦୁଃଖ ଆସିବ। ଓ ବନ୍ଧୁ, ମୋ କଥା ମୁଁ କହିଲି, ଆପଣ ଶୁଣିଲେ। ୟା ପାଇଁ କିଛି ପ୍ରାୟଶ୍ଚିତ ନାହିଁ। କ'ଣ ଫୁସଫୁସ ହେଉଛନ୍ତି? ବଡ଼ବାଟେ କହୁନାହାନ୍ତି। ଆ ପାଇଁ ବା ସ୍ଥାୟୀ ଘର ହେଇଗଲେ ପ୍ରାୟଶ୍ଚିତ କିଛି ନାହିଁ। ଯଦି ଆପଣ ପ୍ରାୟଶ୍ଚିତ କରିବା ପାଇଁ କୌଣସି ଜ୍ୟୋତିଷଙ୍କୁ ଟଙ୍କା ଢାଳିଦେବେ, ସେ କିଛି କହିଦେବେ, ଆପଣ ଖୁସି ହେଇଯିବେ, କିନ୍ତୁ ଫଳ କିଛି ମିଳିବନି। ହଁ, ମିଳିବ ଯଦି ଧ୍ରୁବ ଆଉ ପ୍ରହ୍ଲାଦ ପରି ବିଷ୍ଣୁଙ୍କୁ ସ୍ତୁତି କରିବେ, ବିଷ୍ଣୁଙ୍କର ଶରଣାପନ୍ନ ହେବେ। ତାହେଲା ଓಂ ନମୋ ଭଗବତେ ବାସୁଦେବାୟ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ। ଓಂ ନମୋ ଭଗବତେ ବାସୁଦେବାୟ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ। ଏ ମନ୍ତ୍ରକୁ ଆଜିଠାରୁ ଧନୁ ରାଶିର ବନ୍ଧୁମାନେ ଜପନ୍ତୁ। ମୁଖସ୍ଥ ହେଇଗଲା, ଘୋଷିଦେଲେ ଆଗେ ଓಂ ନମୋ ଭଗବତେ ବାସୁଦେବାୟ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ। ମନେ ରହିଗଲା। ଖାଲି ଖାଇବା ସମୟରେ, ହଗିବା ମୁତିବା ସମୟରେ ଟିକେ ନ ଜପି ଅନ୍ୟ ସବୁବେଳେ ଆମେ ଜପିପାରିବା। ଆମେ ଜପିଲା ବେଳେ ତ କେହି ଶୁଣିବା ଦରକାର ନାହିଁ ନା। ଆମ ମନ ଥିବ ପରମ ବ୍ରହ୍ମଙ୍କ ପାଖରେ, ଆମେ ଜପୁଥିବା। ଯେଉଁଦିନ ତାଙ୍କର ଦୟା ହେବ, ସେ ଅନୁଗ୍ରହ କରିବେ, ସେଦିନ ନା ବୁଧ, ନା ରାହୁ, କେତୁ, ଶନି କେହି ଆଉ ହାତ ବଢ଼େଇ ପାରିବେନି ଆପଣଙ୍କୁ ଛୁଇଁବା ପାଇଁ। ପଳେଇ ଯାଉନାହାନ୍ତି ପ୍ରହ୍ଲାଦଙ୍କ ପାଖକୁ। ପିତା ହିରଣ୍ୟକଶ୍ୟପ କ'ଣ ନ କରିଥିଲେ, କେତେ ଦୁଃଖ ଦେଇଥିଲେ, କିନ୍ତୁ ସେ ଏ ମନ୍ତ୍ରଟିକୁ ଜପୁଥିବାରୁ ତାଙ୍କୁ ପାଣି ବୁଡ଼େଇ ପାରିଲାନି, ହାତୀ ଚାପି ପାରିଲାନି, ନିଆଁ ପୋଡ଼ି ପାରିଲାନି, ବା ପବନ ଉଡ଼ାଇ ପାରିଲାନି। ଶେଷରେ ସେ ଚାହିଁଲେ ଏ ଖମ୍ବରେ ଅଛନ୍ତି ସେଇ କ୍ଲିଂ କୃଷ୍ଣ, ସେଇ ବାସୁଦେବ, ସେଇ ଜନାର୍ଦ୍ଦନ, ସେଇ ଶ୍ରୀ ବିଷ୍ଣୁ, ଏବଂ ସେଇ ଖମ୍ବରୁ ବାହାରିଥିଲେ
ତେଣୁ ତାଙ୍କର ଶରଣାପନ୍ନ ହେଇପାରିଲେ ଆପଣ ଦାସିଆ ହେଇଯିବେ। ଆପଣଙ୍କ ହାତରୁ ସେ ଜଗନ୍ନାଥ ରୂପରେ ଧାରଣ ନଡ଼ିଆ ନେବେ, ଆମ୍ବ ନେବେ। ଆପଣ ବୁଢ଼ୀ ସବରୁଣୀ ହେଇଯିବେ, ସେ ରାମ ହିଁ ଆପଣଙ୍କର ଅଇଁଠା ଖୋଳି ଖାଇବେ। ବନ୍ଧୁ ରହିଲି, ନମସ୍କାର।